ଆନନ୍ଦ ମାୟାଙ୍କୁ କହିଲେ ଜ୍ୟୋତିଷଙ୍କୁ ମୁଁ ଘରକୁ ଡାକିଥିଲି। ବହୁତ ଦିନ ହେଲାଣି ଘରେ ବହୁତ ଅଶାନ୍ତି ଚାଲିଛି। ଗୋଟାକ ପରେ ଗୋଟେ ବିପତ୍ତି ମାଡ଼ି ବସୁଛି। କିଛି ମାସ ଭିତରେ ଏ ଘରେ ବହୁତ ଘଟଣା ଅଘଟଣା ଘଟି ସାରିଲାଣି। ବିନା ଦୋଷରେ ଗୋଟେ ମର୍ଡର କେସ୍ରେ ଫସି ଆଦର୍ଶ ଆରେଷ୍ଟ ହେଲା। ମୋ ଭାଇ ପରିବାରକୁ ଧରିକି ଏ ଘରୁ ବାହାରିଗଲା। ଆଉ ଏବେ କାଲି ପଲ୍ଲବୀ ଉପରେ କିଛି ଲୋକ ଆକ୍ରମଣ ବି କରିଥିଲେ। ଦେଖନ୍ତୁ ଏସବୁ ଘଟଣା ଏମିତି କାହିଁକି ଲାଗି ରହୁଛି? ଜ୍ୟୋତିଷ କହିଲେ ଠିକ୍ ଅଛି ମୁଁ ଦେଖୁଛି। ତାପରେ ଜ୍ୟୋତିଷ ବହୁତ ଖୋଜାଖୋଜି କରିକି କହିଲେ ଆଦର୍ଶ ବାବୁଙ୍କର ତ ଜାତକ ସବୁ ଠିକ୍ଠାକ୍ ଅଛି, ପଲ୍ଲବୀ ମାଙ୍କର ଟିକେ ଜାତକ ଦେଖେଇବେ। ତାପରେ ଆନନ୍ଦ ଜ୍ୟୋତିଷଙ୍କୁ କହିଲେ ପଲ୍ଲବୀର ଜାତକ ମୁଁ ଆପଣଙ୍କୁ ମେଲ୍ କରିଦେଇଥିଲି। ନନା କହିଲେ ହଉ ଠିକ୍ ଅଛି ମୁଁ ଦେଖୁଛି। ଆଦର୍ଶ ଆସି ପଲ୍ଲବୀଙ୍କୁ କହିଲେ ବାପାଙ୍କର କ'ଣ ହେଇଛି କେଜାଣି ହଠାତ୍ ଏଇଠି ଜାତକ ଦେଖା ଆରମ୍ଭ କଲେଣି। ମୁଁ ଏଗୁଡ଼ା ସବୁ ବିଶ୍ୱାସ କରେନି। ଆଚ୍ଛା ତମେ ଏ ବିଷୟରେ କିଛି ଜାଣିଛ କି? ପଲ୍ଲବୀ କହିଲେ ଯୁଗ ଯେତେ ହେଲେ ବି ଏସବୁ ରାଶି ନକ୍ଷତ୍ର ଏଗୁଡ଼ା ଗ୍ରହ ଏଗୁଡ଼ା ସବୁ କେବେ ବି ଭୁଲ ହୁଏନି। ମୁଁ ଏସବୁ ଛାଡ଼ି ପାରିବିନି। ତେଣୁ ବାବା ଯାହା କରୁଛନ୍ତି ତମେ ଚୁପ୍ ରୁହ, ସବୁ ଠିକ୍ ହବ। ଆଦର୍ଶ କହିଲେ ତାମାନେ ତମେ ବାବାଙ୍କୁ ସପୋର୍ଟ କରୁଛ ଏସବୁରେ? ତମେ ଏସବୁ ବିଶ୍ୱାସ କର? ପଲ୍ଲବୀ କହିଲେ ବାପା ଯାହା କରୁଛନ୍ତି ଏସବୁ ତାଙ୍କ ଇଚ୍ଛାରେ କରୁଛନ୍ତି, ତାଙ୍କ ଖୁସି ପାଇଁ କରୁଛନ୍ତି। ଆମେ କ'ଣ ଏସବୁ ଶୁଣି ଚୁପ୍ ହେଇ ରହିପାରିବେନି? ତାପରେ ଆଦର୍ଶ ଚିଡ଼ି ଯାଇକି ମଟର ଗୁଡ଼ାକୁ ଖାଲି ପାଟିରେ ପକେଇ ଚାଲିଲେ। ତାପରେ ପଲ୍ଲବୀ ତାଙ୍କୁ ଗୋଟେ କହୁଣି ମାରିଲେ। ପଲ୍ଲବୀ କହିଲେ ଛେଳି ଭଳି ଏମିତି ମଟର ଚୋବେଇବା କିଛି ବି ଦରକାର ନାହିଁ, ତାକୁ ମୁଁ କଚଡ଼ି ବନେଇବି ବୋଲି ରଖିଛି। ବାଇ ଦ ୱେ ତମର ରୋଷେଇ ଘରେ କାମ କ'ଣ? ଯାଅ ବାପା ସେଇଠି ବସିଛନ୍ତି, ଯାଅ ତାଙ୍କ ପାଖରେ ବସି କାମ କର, ଯାଅ। ଆଦର୍ଶ କହିଲେ ଇଣ୍ଟରେଷ୍ଟିଂ। ମୁଁ ତ ଦେଖୁଛି ଏଇଠି ହଜବେଣ୍ଡର ଟିକେ ବି ଭ୍ୟାଲୁ ନାହିଁ। ଧେତ୍ କହିକି ଆଦର୍ଶ ସାଙ୍ଗେ ସାଙ୍ଗେ ଜ୍ୟୋତିଷଙ୍କ ପାଖକୁ ଚାଲିଗଲେ। ଜ୍ୟୋତିଷ କହିଲେ ଘରେ ମହାଦଶା ପଡ଼ିଛି। ପଲ୍ଲବୀ ବୋହୂ ମାଙ୍କ ଜାତକରେ ବି 7.5 ଚାଲିଛି। ଆଉ ଗ୍ରହ ନକ୍ଷତ୍ର ମାନଙ୍କର ଗତିବିଧି ବି ଠିକ୍ ନାହିଁ, ବୁଝିଲେ? ସେଇଥିପାଇଁ ଏସବୁ ଘଟୁଛି। ତାପରେ ଆଦର୍ଶ କହିଲେ ଦେଖନ୍ତୁ ବାବା ଆମର ଏଇଥିରେ କିଛି ବି ଆପତ୍ତି ନାହିଁ। ଏବେ କ'ଣ କରାଯିବ ଆମକୁ ସେ ସବୁ କୁହନ୍ତୁ। ତାପରେ ବିନୋଦ କହିଲେ ଆଦର୍ଶ ଠିକ୍ କହୁଛି ବାବା, ଏସବୁରୁ କେମିତି ରକ୍ଷା ପାଇବା ତାର ପ୍ରତିକାର କୁହନ୍ତୁ। ମୁଁ ତ ସେଇଥିପାଇଁ ଆପଣଙ୍କୁ ଡାକିଥିଲି। ତାପରେ ଜ୍ୟୋତିଷ କହିଲେ ଘରେ ନବଗ୍ରହର ପୂଜା କରିବାକୁ ପଡ଼ିବ। ତାପରେ ଘରେ ବି ଦେବତାମାନଙ୍କର ପୂଜା କରିବାକୁ ପଡ଼ିବ। ଆଉ କୁଳ ଦେବତାଙ୍କୁ ବି ପ୍ରସନ୍ନ କରିବାକୁ ପଡ଼ିବ। ତାପରେ ଆନନ୍ଦ କହିଲେ ଠିକ୍ ଅଛି ଆମେ ସେସବୁ କରିବା।